କ୍ରମାଗତ 9 ଦିନ ଧରି ବିଧାନସଭାରେ ଅଚଳାବସ୍ଥା ଲାଗି ରହିବା ପରେ ଆଜି ଶାସକ ବିଜେପି ବିଧାୟକମାନଙ୍କ ସିଧାସଳଖ ଟାର୍ଗେଟକୁ ଆସିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଜେପି ବିଧାୟକ ସନାତନ ବିଜୁଳି, ସନ୍ତୋଷ ଖଟୁଆ, ଟଙ୍କଧର ତ୍ରିପାଠୀ ଓ ପଦ୍ମଲୋଚନ ପଣ୍ଡା ପ୍ରମୁଖ ସିଧାସଳଖ ନବୀନଙ୍କୁ ବ୍ୟକ୍ତିଗତ ସ୍ତରକୁ ଯାଇ କଡ଼ା ଭାଷାରେ ସମାଲୋଚନା କରିଥିଲେ ମଧ୍ୟ ବିଜେଡିର ଜଣେ ବି ବିଧାୟକ ନିଜ ନେତାଙ୍କ ସୁରକ୍ଷାରେ ଆଗକୁ ନ ଆସିବା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁ ନବୀନଙ୍କ ନିର୍ଦ୍ଦେଶରେ ଦିନେ ରାଜ୍ୟ ରାଜନୀତିର ଏଜେଣ୍ଡା ଚୂଡ଼ାନ୍ତ ହେଉଥିଲା, ଏବେ ସେ ନିଜ ହାତଗଢ଼ା ଦଳରେ ଏକଘରିଆ ହୋଇପଡ଼ିଛନ୍ତି। ବିଜେଡି ଶିବିରରେ ଏବେ ବିଧାୟକମାନଙ୍କ ନୀରବତା ଏତେ ଭୟଙ୍କର ଯେ ସତେ ଯେମିତି ଏମାନେ ସମୟ ଅପେକ୍ଷାରେ ରହିଥିବା ଭଳି ଚର୍ଚ୍ଚା ହେଉଛି। କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଅଗ୍ନିକାଣ୍ଡରେ 13 ଜଣ ରୋଗୀଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍କ ଇସ୍ତଫା ଦାବିରେ ବିରୋଧୀ ବିଜେଡି ଓ କଂଗ୍ରେସ ଗୃହରେ ହଟ୍ଟଗୋଳ ଜାରି ରଖିଥିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀନ ପୁଣି ଥରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍କ ଇସ୍ତଫା ଦାବି କରିଛନ୍ତି। ସେ କହିଛନ୍ତି ଏସ୍ସିବି ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ ଘଟଣାକୁ 9ରୁ 10 ଦିନ ବିତି ଯାଇଥିଲେ ମଧ୍ୟ ଜଣେ ବି କେନ୍ଦ୍ରମନ୍ତ୍ରୀ ପରିଦର୍ଶନ କରି ଆସିନାହାନ୍ତି। କିନ୍ତୁ ଯେତେବେଳେ ତାଙ୍କ ସରକାର ଥିଲା, ସେ ଗୋଟିଏ ଘରୋଇ ହସ୍ପିଟାଲରେ ନିଆଁ ଲାଗିଥିଲା, ସେତେବେଳେ ଅନେକ କେନ୍ଦ୍ରମନ୍ତ୍ରୀ ଆସିଥିଲେ, କିନ୍ତୁ ଏବେ କେହି ଆସୁନାହାନ୍ତି, ଯାହାକି ଆଶ୍ଚର୍ଯ୍ୟଜନକ। କିନ୍ତୁ ବିଜେଡି ତାର ପ୍ରତିବାଦ ଜାରି ରଖିବ ବୋଲି ନବୀନ ଆଜି ସ୍ପଷ୍ଟ କରିଛନ୍ତି। ସେପଟେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଆଜି ଶୂନ୍ୟକାଳରେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକମାନଙ୍କୁ ଗୃହ ଆଲୋଚନାରେ ଭାଗ ନେଇ ନିଜର ମତକୁ ରେକର୍ଡ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ବିଜେଡି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଜାରି ରହିବା ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବିଧାନସଭା ପରିସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି। ସେପଟେ ବିଧାନସଭା ପରିସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେପି ବିଧାୟକ ସନ୍ତୋଷ ଖଟୁଆ, ସନାତନ ବିଜୁଳି, ଟଙ୍କଧର ତ୍ରିପାଠୀ ଓ ପଦ୍ମଲୋଚନ ପଣ୍ଡା ସିଧାସଳଖ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ସନ୍ତୋଷ ଖଟୁଆ କଡ଼ା ଭାଷାରେ ନବୀନଙ୍କୁ ଅଭ୍ୟାସଗତ ବିଛୁଆ ବୋଲି କହି ବ୍ୟକ୍ତିଗତ ସ୍ତରରେ କଟାକ୍ଷ କରିବାକୁ ପଛାଇ ନାହାନ୍ତି। ନବୀନ ବାବୁ ସବୁବେଳେ ନ୍ୟାୟିକ ତଦନ୍ତର ଦ୍ୱାହି ଦିଅନ୍ତି, କିନ୍ତୁ ଏବେ ଏସ୍ସିବି ମେଡିକାଲ ଘଟଣାରେ ଯେତେବେଳେ କାର୍ଯ୍ୟାନୁଷ୍ଠାନ ହେଉଛି, ସେ କାହିଁକି ଏତେ ଅସ୍ଥିର ହେଉଛନ୍ତି? ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଦିନ ଦ୍ୱିପ୍ରହରେ ହତ୍ୟା କରାଗଲା ବେଳେ ନବୀନ ବାବୁ ନିଜେ ଗୃହ ବିଭାଗର ମନ୍ତ୍ରୀ ଥିଲେ। ସେ କାହିଁକି ସେବେ ଇସ୍ତଫା ଦେଇନଥିଲେ? ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦାବି କରିବା ବେଳେ ଏକ ରାଜନୈତିକ ପ୍ରହସନ ବୋଲି ସେ ଅଭିଯୋଗ କରିଛନ୍ତି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ ଲାଇଭ୍।